एप्रिल 2025 ପାଇଁ କର୍କଟ ରାଶିଫଳ। 2025 ମସିହା ଏପ୍ରିଲ ମାସିକ ରାଶିଫଳ କହୁଛି ଯେ ଏହି ମାସ କର୍କଟ ରାଶିର ଜାତ ବ୍ୟକ୍ତିଙ୍କ ପାଇଁ କିଛିଟା ଅନୁକୂଳ ଫଳାଫଳ ଦେଇପାରେ। ଦେବଗୁରୁ ବୃହସ୍ପତି ଆପଣଙ୍କ ଏକାଦଶ ଘରେ ବସି ପଞ୍ଚମ, ସପ୍ତମ ଏବଂ ନବମ ଘରକୁ ଦେଖି ଆପଣଙ୍କ ଭାଗ୍ୟ ବୃଦ୍ଧି କରିବେ। ଭାଗ୍ୟର କୃପାରୁ ଆର୍ଥିକ ଲାଭର ସମ୍ଭାବନା ରହିବ। ଏହି ମାସ ଆପଣଙ୍କ ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଅନୁକୂଳ ପରିସ୍ଥିତିରେ ପରିପୂର୍ଣ୍ଣ ରହିବ। ଏହା ବ୍ୟତୀତ ବୈବାହିକ ସମ୍ପର୍କ ମଧ୍ୟ ମଜବୁତ ହେବ। ବୃହସ୍ପତି ମହାରାଜ ବୈବାହିକ ସମ୍ପର୍କରେ ଚାଲିଥିବା ଉତ୍ତେଜନାରୁ ହ୍ରାସ ପାଇବେ। ବ୍ୟବସାୟରେ ଉନ୍ନତିର ସମ୍ଭାବନା ରହିବ। ଏହି ସମୟରେ ମଧ୍ୟରେ ଲମ୍ବା ଯାତ୍ରାରୁ ଆପଣଙ୍କୁ ଲାଭ ମିଳିବାର ଯଥେଷ୍ଟ ସମ୍ଭାବନା ରହିଯିବ। ଛାତ୍ରଛାତ୍ରୀଙ୍କ ବିଦେଶରେ ପଢ଼ିବାର ସ୍ୱପ୍ନ ପୂରଣ ହେବାର ସମ୍ଭାବନା ରହିଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସମୟ ମଧ୍ୟ ହୋଇପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଏହା ଭଲ ସମୟ ହେବ, କିନ୍ତୁ ଆପଣଙ୍କ ପିତା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ଭାଇଭଉଣୀଙ୍କ ଉପରେ ଗ୍ରହମାନଙ୍କର ପ୍ରଭାବ ସେମାନଙ୍କ ସହିତ ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରିପାରେ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖା ଦେଇପାରେ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏଥିରେ ମଧ୍ୟରେ ଉପର ତଳ ହୋଇପାରେ। ଏହି ମାସରେ ଆପଣ ବିଦେଶ ଯିବାର ସଫଳ ହୋଇପାରନ୍ତି। ଏହା ଏକ ବଡ଼ ନିଷ୍ପତ୍ତି ହୋଇପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ଆପଣଙ୍କର ବରିଷ୍ଠ ଅଧିକାରୀଙ୍କ ସାଥ ମିଳିବ, ଯାହା ଆପଣଙ୍କୁ ଲାଭ ଦେବ। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସରେ ଆପଣଙ୍କ ମଧ୍ୟମ ଫଳପ୍ରଦ ହେବାର ସମ୍ଭାବନା ଅଛି, କିନ୍ତୁ ଏହି ମାସରେ କିଛି ଭଲ ଘଟଣା ମଧ୍ୟ ଘଟିପାରେ। ଯଦି ଆପଣ କୌଣସି ଚାକିରି କରନ୍ତି, ତେବେ ମାସର ଆରମ୍ଭରେ ଦଶମ ଘରର ପ୍ରଭୁ ମଙ୍ଗଳ ଦ୍ୱାଦଶ ଘରେ ଅବସ୍ଥାନ କରିବେ, ଯାହା ଆପଣଙ୍କୁ ବିଦେଶ ଯିବାକୁ ମଧ୍ୟ ବାଧ୍ୟ କରିପାରେ, କିନ୍ତୁ କାମ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇପାରେ। ଏହାପରେ 3 ତାରିଖରେ ସେ ତୁମର ପ୍ରଥମ ଘରକୁ ଆସିବେ। ଆପଣଙ୍କୁ ସଫଳତା ପାଇବାର ପ୍ରବଳ ସମ୍ଭାବନା ରହିବ। ତୁମର ଷଷ୍ଠ ଘରର ଅଧିପତି ବୃହସ୍ପତି ମହାରାଜ ସମ୍ପୂର୍ଣ୍ଣ ମାସ ପାଇଁ ତୁମର ଏକାଦଶ ଘରେ ରହିବେ, ଯାହା ହେତୁ ଚାକିରି କରୁଥିବା ଲୋକଙ୍କୁ ବିଶେଷ ଲାଭ ମିଳିପାରିବ ଏବଂ ତୁମର ବରିଷ୍ଠ ଅଧିକାରୀମାନେ ତୁମ ପ୍ରତି ପ୍ରେମର ଭାବନା ରଖିବେ। ତୁମର ସହିତ ତାଙ୍କ ନିକଟତା ତୁମକୁ ସମୟ ସମୟରେ ଲାଭ ଦେବ। ସେମାନଙ୍କ ଦୃଷ୍ଟିକୋଣରେ ଆପଣ ଜଣେ ଭଲ ବ୍ୟକ୍ତି ହେବେ, ଯିଏ ତାଙ୍କ କାର୍ଯ୍ୟକ୍ଷେତ୍ରକୁ ଗୁରୁତ୍ୱ ଦିଅନ୍ତି। ନବମ ଘରେ 5ଟି ଗ୍ରହର ସଂଯୋଗ ଆପଣଙ୍କୁ ଚାକିରିରେ ସ୍ଥାନାନ୍ତରିତ କରିପାରେ। ଏହା ବ୍ୟତୀତ ଏହି ସମୟରେ ଆପଣଙ୍କୁ ଗୋଟିଏରୁ ଅଧିକ ସ୍ଥାନରୁ ଯିବାକୁ ସୁଯୋଗ ମଧ୍ୟ ମିଳିପାରେ। ତୁମେ ଚାହିଁଲେ ଅନ୍ୟତ୍ର ଏକ ଭଲ ଚାକିରି କରିପାରିବ, ଯେଉଁଠାରେ ଜଣେ ଭଲ ପଦବୀରେ ଭଲ ଦରମା ପାଇପାରିବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ମାସଟି ଭଲ ରହିବ। ବ୍ୟବସାୟିକ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ସପ୍ତମ ଘରର ଭଗବାନ ଶନି ମହାରାଜ ସମଗ୍ର ମାସ ପାଇଁ ନବମ ଘରେ ରହିବେ। ଫଳସ୍ୱରୂପ ଆପଣ ଯେତେ ଅଧିକ ପରିଶ୍ରମ କରିବେ ଏବଂ ଯେତେ ଅଧିକ ଭ୍ରମଣ କରିବେ, ବ୍ୟବସାୟ କ୍ଷେତ୍ରରେ ଆପଣ ସେତେ ଭଲ ଫଳାଫଳ ପାଇବେ। ତୁମକୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ତୁମ ପାଖକୁ ଏପରି ଅନେକ ସୁଯୋଗ ଆସିବ, ଯେଉଁଥିରେ ତୁମେ କିଛି ନୂଆ କାମ କରିପାରିବ, କିନ୍ତୁ ପ୍ରତ୍ୟେକ କାମ ଭଲ ହେବ ନାହିଁ। ସେମାନଙ୍କ ମଧ୍ୟରୁ କିଛି ଆଇନ ବିରୋଧୀ ମଧ୍ୟ ହୋଇପାରେ। ତେଣୁ ଏହି ସମୟରେ ଏପରି କିଛି କରିବାରୁ ଦୂରେଇ ରୁହନ୍ତୁ, ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଯଦି ଆମେ ଆର୍ଥିକ ପରିସ୍ଥିତିକୁ ଦେଖିବା, ତେବେ ଏହି 5ଟି ଗ୍ରହ ଏହି ମାସଟି ଆପଣଙ୍କ ପାଇଁ ଅନେକ ଦୃଷ୍ଟିରୁ ଅନୁକୂଳ ମନେ ହେଉଛି। ଦ୍ୱାଦଶ ଘରେ ବସିଥିବା ଭଗବାନ ମଙ୍ଗଳ ଆପଣଙ୍କ ଖର୍ଚ୍ଚ ବୃଦ୍ଧି କରିବେ, ତେଣୁ ମାସର ଆରମ୍ଭ ଟିକେ ଦୁର୍ବଳ ରହିବ। ଆହତ ହେବାର ସମ୍ଭାବନା ଥାଇପାରେ, ତେଣୁ ଟିକେ ସତର୍କ ରୁହନ୍ତୁ। ଏଥିପାଇଁ ଖର୍ଚ୍ଚ ମଧ୍ୟ ହୋଇପାରେ। ଏଥିରେ
2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ଏ ମାସ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭଲ ରହିବାର ସମ୍ଭାବନା ଅଛି। ତଥାପି ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ସାବଧାନ ହେବାକୁ ପଡ଼ିବ। ଯଦି ସେଠାରୁ 3 ଦିନ ରୁହନ୍ତି ତେବେ ଏହି ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିପାରେ। କୌଣସି ପ୍ରକାର ଆଘାତ ହେବାର ସମ୍ଭାବନା ଥାଇପାରେ। ତେଣୁ ସତର୍କତା ସହିତ ଗାଡ଼ି ଚାଳନା କରନ୍ତୁ ଏବଂ ପରେ ମଙ୍ଗଳ ଗ୍ରହ ଆପଣଙ୍କ ରାଶିରେ ପ୍ରବେଶ କରିବେ। ଏହି ସମୟରେ ରାଗି ଯାଅ ନାହିଁ ଏବଂ କାହାକୁ କଟୁ କଥା କୁହନ୍ତୁ ନାହିଁ। ଏହା ଆପଣଙ୍କୁ ଉଚ୍ଚ ରକ୍ତଚାପର ଶିକାର କରିପାରେ କିମ୍ବା ଅନିୟମିତ ରକ୍ତଚାପ ଆପଣଙ୍କୁ ହଇରାଣ କରିପାରେ। ନବମ ଘରେ 5ଟି ଗ୍ରହର ସଂଯୋଗ ହେତୁ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣ ଆପଣଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ଯଥାସମ୍ଭବ ତରଳ ପଦାର୍ଥ ସେବନ କରିବା ଉଚିତ। ଆପଣଙ୍କ ଗୋଡ଼ରେ ଯନ୍ତ୍ରଣା, ପାଚୁରିରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ କାନ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ବିରକ୍ତ କରିପାରେ। ଏହି ସମୟରେ ଯେକୌଣସି ପ୍ରକାର ସଂକ୍ରମଣ ମଧ୍ୟ ଆପଣଙ୍କୁ ପ୍ରଭାବିତ କରିପାରେ। ଏହାକୁ ମନେ ରଖନ୍ତୁ ଏବଂ ଆପଣଙ୍କ କ୍ରୋଧ କମ୍ କରନ୍ତୁ। ଅତ୍ୟଧିକ ଗରମ ଲଙ୍କା ଏବଂ ମସଲାଧିକା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଏହା ସହିତ ଅତ୍ୟଧିକ ରକ୍ତି ଚର୍ବିଯୁକ୍ତ ଖାଦ୍ୟ ପରିହାର କରନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସହଜରେ ହଜମ ହେଉଥିବା ହାଲୁକା ଖାଦ୍ୟ ଖାଆନ୍ତୁ। ଓଜନ ବୃଦ୍ଧି ନ କରିବା ପାଇଁ ନିୟମିତ ଭାବରେ ଯୋଗ ଏବଂ ବ୍ୟାୟାମ କରନ୍ତୁ। ପ୍ରେମ ଏବଂ ବିବାହ। ଯଦି ଆମେ ଆପଣଙ୍କ ପ୍ରେମ ଜୀବନ ବିଷୟରେ କଥା ହେବା ତେବେ ଏହି ମାସଟି ଭଲ ଏବଂ ଖରାପ ହେବ। ତଥାପି ଆପଣ ଅନୁକୂଳ ଫଳାଫଳ ପାଇପାରନ୍ତି। ଏହାର କାରଣ ହେଉଛି ଯେ ପଞ୍ଚମ ଘରର ସ୍ୱାମୀ ମଙ୍ଗଳ ମାସର ଆରମ୍ଭରେ ଦ୍ୱାଦଶ ଘରେ ରହିବେ, ଯାହା ତୁମ ଦୁହିଁଙ୍କ ମଧ୍ୟରେ ସମ୍ପର୍କରେ ଦୂରତା ଏବଂ ବାଦବିବାଦ ସୃଷ୍ଟି କରିବ। ଏହି ସମୟରେ ଆପଣଙ୍କ ପ୍ରିୟଜନ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି କିମ୍ବା ତାଙ୍କୁ କୌଣସି କାମ ପାଇଁ ସହର ବାହାରକୁ ଯିବାକୁ ପଡ଼ିପାରେ, ଯାହା ଫଳରେ ଆପଣଙ୍କୁ ତାଙ୍କୁ କିଛି ସମୟ ପାଇଁ ଭେଟି ପାରିବେ ନାହିଁ। 3 ତାରିଖରେ ମଙ୍ଗଳ ଆପଣଙ୍କର ପ୍ରଥମ ଘରେ ପ୍ରବେଶ କରିବେ। ଗୋଟିଏ ପଟେ ତାଙ୍କ ଦୁର୍ବଳ ରାଶିରେ ରହିବେ, ଯାହା ଏକ ଭଲ ସ୍ଥିତି ନୁହେଁ, କିନ୍ତୁ ସେ ଆପଣଙ୍କ ରାଶି ପାଇଁ ଯୋଗ କର୍କ ଗ୍ରହ ଏବଂ ପ୍ରଥମ ଘରେ ପଞ୍ଚମଶ ପ୍ରଭୁଙ୍କ ଗତି ଯୋଗ କର୍କରେ ପରିଣତ ହେବ। ଏପରି ପରିସ୍ଥିତିରେ ଆପଣ ଆପଣଙ୍କ ପ୍ରିୟଜନଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ ଏବଂ ତାଙ୍କ ସହିତ ଆପଣଙ୍କ ସମ୍ପର୍କ ଧୀରେ ଧୀରେ ମଧୁର ହୋଇଯିବ। ତଥାପି ଆପଣଙ୍କୁ ଆପଣଙ୍କ ସ୍ୱଭାବରେ କ୍ରୋଧ, ଚିଡ଼ଚିଡ଼ା ମନୋଭାବ ବୃଦ୍ଧି କରିବାକୁ ରକ୍ଷା କରିବାକୁ ପଡ଼ିବ, କାରଣ ଏହା ଆପଣଙ୍କ ସମ୍ପର୍କରେ ସମସ୍ୟା ସୃଷ୍ଟି କରିପାରେ ଏବଂ କୌଣସି ଦୃଢ଼ କାରଣ ବିନା ଝଗଡ଼ା ହୋଇପାରେ। ଅନ୍ୟ ପକ୍ଷରେ ଦେବଗୁରୁ ବୃହସ୍ପତି ସମ୍ପୂର୍ଣ୍ଣ ମାସ ପାଇଁ ଏକାଦଶ ଘରେ ବସି ଆପଣଙ୍କ ପଞ୍ଚମ ଘରେ ତାଙ୍କର ଅମୃତ ଭଳି ଦୃଷ୍ଟି ପକାଇବେ, ଯାହା ଫଳରେ ଆପଣଙ୍କ ସମ୍ପର୍କ ଧୀରେ ଧୀରେ ଉନ୍ନତି ହେବ ଏବଂ ସମ୍ପର୍କରେ ଉପୁଜୁଥିବା ସମସ୍ୟାର ମଧ୍ୟ ଦୂର ହୋଇଯିବ। ତୁମେ ତୁମର ପ୍ରେମ ଜୀବନକୁ ଉପଭୋଗ କରିପାରିବ। ଯଦି ଆପଣ ଚାହାନ୍ତି ତେବେ ଆପଣ ଆପଣଙ୍କ ପ୍ରିୟଜନଙ୍କୁ ବିବାହ ପ୍ରସ୍ତାବ ଦେଇ ମଧ୍ୟ ପାରନ୍ତି। ଏହା ଆପଣଙ୍କ ପ୍ରେମ ବିବାହର ପଥ ଖୋଲିପାରେ।